ମାନେ ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ଗୋଟେ କେବଳ 3ଟି ଜିନିଷରେ ଗୋଟେ ଡେଲିସିୟସ୍ ଭଲ ଡିଜର୍ଟ ଗୋଟେ କରିବା। ତ ଚାଲନ୍ତୁ ଡେରି ନକରି ଷ୍ଟାର୍ଟ କରିବା। ଆଜି ପ୍ରଥମେ ମୁଁ ଏଇ 2ଟା ଦହି ନେଇଛି। ମିଲ୍କ ମୋର ମୋ ଭିତରେ ଏତେ ମୋଟା ଦହି ନଥିଲା, ଯେହେତୁ ଏଇ ଦହି ଥିଲା। ଏଇ 2ଟା ଦହିକି ପ୍ରଥମେ ଆଗେ ଏଇ ସଫା କପଡ଼ାରେ ଦହି ଗୁଡ଼ାକୁ ସବୁ ବାହାର କରିଦେଲେ ତା ପାଣି ଗୁଡ଼ା ବାହାରିଯିବ। ଯେଉଁ ଦହିରେ ଯେଉଁ ପାଣି ଅଛି ତ ପାଣି ଗୁଡ଼ା ଆଗେ ବାହାରିଯିବ। ତ ଏଠି ମୁଁ ଗୋଟେ ଦହି ନେଇଛି, ଗୋଟେ ଦହିରେ କରିବା। ତ ଦହି ନେବେ ଯେଉଁ ଦହିଟା ଖଟା ହେଇନଥିବ ସେଇ ଦହିଟା ହିଁ ଏଥିରେ ଭଲ ହେବ ପିଠାଟା। ତାକୁ ଏମିତି ରଖିଦେବା। ତାପରେ ଗୋଟେ ଏମିତି ଓଜନିଆ ଜିନିଷ ଥୋଇଦେବା ଯେମିତିକି ପାଣି ଗୁଡ଼ା ସବୁ ବାହାରିଯିବ। 30 ମିନିଟ୍ ତାକୁ ରଖିବା ଏମିତି। ଏଠି ପ୍ରଥମେ ଛୁରୀଟାକୁ ଟିକେ ଦାଗ କରିଦେବା। ତ ଏଇଟା ଅନଲାଇନ୍ରୁ ମଗେଇଥିଲି ମୁଁ, ହେଇଗଲା। ତାପରେ ଆମ୍ବ ମୁଁ 2ଟା ଆମ୍ବ ନେଇଛି, ତ 2ଟାଙ୍କ ଆମ୍ବରୁ ଆଗେ ଚୋପା ଛଡ଼େଇଦେବା। ଏମିତି ଚୋପା ଛଡ଼େଇଦେବା। ତ ଆମ୍ବ ଯଦି ଟିକେ ପାଚି ଯାଇଥିବ ତାକୁ କ'ଣ କରିବେ ନା ଆଇସ୍ରେ ଟିକେ ରଖିଦେବେ। ଆଇସ୍ରେ ରଖିଦେଲେ ଟାଣ ହେଇଯିବ। ଟାଣ ହେଇଗଲେ ଆପଣ ଆରାମସେ ଚୋପା ଛଡ଼େଇ ପାରିବେ, ଛାଡ଼ିଯିବ ଆରାମସେ। ତ ଦେଖନ୍ତୁ ଏଭଳିଆ ହେବ ଛାଡ଼ିଗଲା ଆମ୍ବ। ଏବେ ଆମେ କାଟିକି ତାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରିଦେବା। ଟିକେ ଆମ୍ବ ଏତେ ଯେଉଁ ଥଣ୍ଡା ଅଛି ହାତରେ ଧରିବ। ପଲ୍ ଗୁଡ଼ା ଏମିତି ବାହାରିଗଲେ କାଟିଦେଲେ ତାକୁ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ହାତରେ ପାଣି ଜମାରୁ ଦେବେନି, ତ ସେମିତି ଗ୍ରାଇଣ୍ଡିଙ୍ଗ କରିବେ ବିନା ପାଣି। ଦେଖନ୍ତୁ ଏ ଯେଉଁ ଦହିଟା ଏକ୍ସଟ୍ରା ପାଣି ଗୁଡ଼ା ବାହାର କରିବାକୁ କପଡ଼ାରେ ଯେତିକି ରଖିଥିଲି, ତ ଦେଖନ୍ତୁ କେମିତିଆ ହେଇଯାଇଛି ଅଣ୍ଡା। ଏଇଟା ଦେଖନ୍ତୁ କେମିତି ହେଇଯାଇଛି। ଏବେ ଆମେ ଦହିଟାକୁ ଟିକେ ଫେଣ୍ଟି ଦେବା ଭଲକି। ଫେଣ୍ଟି ଦେଲେ ପୁରା ସ୍ମୁଥ୍ ହେଇଯିବ। ଦେଖିବେ ଏମିତି ସ୍ମୁଥ୍ ହେଇଯିବ। ତ ଭଲକି ଫେଣ୍ଟିବେ ଯେମିତି ତା ଦେହରେ ମୁଣ୍ଡା ନ ରହିବ, ପୁରା ସ୍ମୁଥ୍ ହେବ। ଏଇଟା ଦେଖ ତା ଟେକ୍ସଚରଟା ପୁରା କ୍ରିମି ଭଳିଆ ହେଇବ। ଯେମିତି ସେ ପର୍ଯ୍ୟନ୍ତ ଆମେ ଫେଣ୍ଟିବା, ଯେମିତି କ୍ରିମି ଭଳିଆ ପୁରା ସ୍ମୁଥ୍ ହେଇଯିବ। ଦେଖନ୍ତୁ ପୁରା ଏମିତି ହେଇଯିବ। ଏଠି ମୁଁ କଣ୍ଡେନ୍ସ ମିଲ୍କ ନେଇଛି, ତ ଏଇଟା 400 ଗ୍ରାମ। 400 ଗ୍ରାମରୁ ଅଧା ସରିଯାଇଛି ଏଇଟା, ତ ଅଧା ଅଛି। ତ ଏଥିରୁ ଅଧା ଏତିକି ଅଛି, ତ 100 ଗ୍ରାମ 150 ଗ୍ରାମ ଭଳିଆ ଅଛି। 150 ଗ୍ରାମ ପକେଇ ଦେଇକି ଆଉ ଗୋଟେ ଅଛି ତା ଦେହରେ ପକେଇବା। ଆମ୍ବଟା ଯେହେତୁ ଟିକେ ଖଟା ଅଛି, ଟିକେ ମିଠାଟା ଅଧିକ ପକେଇଲେ ମିଠା ଠିକ୍ ରହିବ। ସେଇଟା 150 ଭଳିଆ ଥିଲା ତା ଦେହରେ, ଆଉ ଅନୁମାନ କରିକି ମୁଁ 100 ଭଳିଆ ପକେଇଦେଲି, ଆଉ ହେଇଯିବ। ଏଇଟା ହେଉଛି 380 ଗ୍ରାମ ଅଛି, ଆଧିରୁ 100 ଗ୍ରାମ ମାନେ ଅନୁମାନ କରିକି ପକେଇବା। ଭଲକି ଫେଣ୍ଟିଦେବା, ଗୋଳେଇଦେବା ଭଲକି, ଯେମିତି ଟୋଟାଲି ମୁଣ୍ଡା ରହିବନି। ଭଲକି ଫେଣ୍ଟିଦେବା। ଦେଖନ୍ତୁ ଏମିତି ଚିନି ଭଳିଆ ହେଇକି ରହିବ। ତ ଏଥିରେ ଆମ୍ବଟାକୁ ଯେଉଁ ଗ୍ରାଇଣ୍ଡିଙ୍ଗ କରିଥିଲି ତା ପଲ୍ପଟା ପୁରା ସ୍ମୁଥ୍ ପେଷ୍ଟ ହେଇକି ଦେଖନ୍ତୁ। ତ ଏମିତି ତା ଦେହରେ ପକେଇଦେବା। ଏବେ ତାକୁ ସେମିତି ଭଲକି ଗୋଳେଇବା, ଯେମିତି ସବୁବେଳେ ମନେ ରଖିବେ ଯେମିତି ମୁଣ୍ଡା ନ ରହିବ। ପୁରା ଏମିତି କ୍ରିମି ଟେକ୍ସଚର ପୁରା ରହିବ, ପୁରା ଏମିତି କ୍ରିମି। ଆମ୍ବଟା ଯେହେତୁ ମୋର ବେଶୀ ପାଚି ନଥିଲା, ତ ତାର ଟିକେ ଖାଲି କଲର୍ ପାଇଁ ଟିକେ ଖାଲି ପକେଇବା। ଆପଣ ଆମ୍ବ ଯଦି ପାଚିଥିବ ଭଲସେ, ଲାଲ ପଡ଼ିଥିବ ଯେଉଁ ଆମ୍ବ, ସେଇ ଆମ୍ବରେ ହିଁ କରିବେ, ଭଲ ଆସିବ। ମୋର ଯେହେତୁ ପାଚି ନଥିଲା ଆମ୍ବଟା, ମୁଁ ତ ସେଥିପାଇଁ କେବଳ ଫୁଡ଼୍ କଲର୍ ପକେଇଲି। ନହେଲେ ଜମା ଫୁଡ଼୍ କଲର୍ ପକେଇବେନି, ତ ସେମିତିରେ ହିଁ ଆମ୍ବର କଲର୍ଟା ଆସିଯିବ। ମୋର ପାଚି ନଥିଲା ବୋଲି ୟେଲୋ କଲର୍ ଥିଲା ଆମ୍ବଟା, ଭଲସେ ପାଚି ନଥିଲା, ତ ସେଥିପାଇଁ ମୁଁ ଜଷ୍ଟ ଟିକେ ଫୁଡ଼୍ କଲର୍ ପକେଇଲି। ଫୁଡ଼୍ କଲର୍ ପକେଇଲେ କିଛି ଟେଷ୍ଟ ତାର କିଛି ଚେଞ୍ଜ ହେବନି, ପୁରା ସେମ୍ ଟେଷ୍ଟ ରହିବ। ଦେଖନ୍ତୁ ଆପଣ, ମୁଁ ଦେଖେଇ ଦେଉଛି। ଦେଖନ୍ତୁ ଟିକେ ବି କେଉଁଠି ଲମ୍ପସ୍ ଟୋଟାଲ ନାହିଁ, ମୁଣ୍ଡା ନାହିଁ। ଦେଖନ୍ତୁ ଏମିତି ଯେମିତି ହେବ ରହିବ, କ୍ରିମି ଟେକ୍ସଚର ପୁରା ରହିବ। ତ ତେବେ ଯାଇକି ଭଲ ହେବ। ତାପରେ ଏମିତି ଗୋଟେ କାଚ ବାଉଲ୍ ନେଇଯିବେ। ଆପଣଙ୍କ ପାଖରେ କାଚ ବାଉଲ୍ ଯଦି ନଥିବ, ଯାହା ବି ଗୋଟେ ନେଇପାରିବେ ଗୋଟେ। ତ ଏଥିରେ ମୁଁ ଫୁଡ଼୍ ୱାର୍, ଦେଖନ୍ତୁ ଏଥିରେ ମୁଁ ତେଲ ମାରିଦେଇଛି। ଆପଣ ବଟର ପେପର ନେଇପାରିବେ, ମୋର ତ ବଟର ପେପର ନଥିଲା। ଫୁଡ଼୍ ରାସିଂ ପେପରରେ ତ ତେଲ ଟିକେ ମାରିଦେଇଛି। ତାପରେ ଏଇଟାକୁ ଢାଳିବା। ଦେଖନ୍ତୁ ତେଲ ଟିକେ ମାରିଦେଲେ ଏଇଟା ବାହାର କରିବାକୁ ଭଲ ସହଜ ହେବ। ତ ଏମିତି ଟିକେ ସମାନ କରିଦେବେ, ଚାରିଆଡ଼େ ଟାକ୍ ଟାକ୍ କରିଦେବେ। ହେଲା, ତ ଏମିତି ଘୋଡ଼େଇଦେବା, ଭଲକି ଟାଇଟ୍ କରିକି ଦେଇଦେବା। ଏମିତି ଚଟକା କଡ଼େଇରେ ନେଲେ ତ ଭଲ ହେବ, ଟିକେ ଷ୍ଟାଣ୍ଡ ରଖି ହେବ। ସେମିତି ଷ୍ଟାଣ୍ଡ ଗୋଟେ ନେଇଯିବେ, ଯଦି ପାଣିଟା ଦେଇଦେବେ। ଏମିତି ତାକୁ ରଖିଦେବା, ଏମିତି ଗୋଟେ ଢାଙ୍କୁଣି ରଖିଦେବା।
ताको 20-25 मिनिट रू कम रखिबेनी 20-25 मिनिट भितर ये रेडी हो तो गैस बहुत बढ़ेबेनी सेम आंसर ही हम पूरा सेम हेनी कि अधिक हेनी मीडियम रे ही हम कौन कर मोबाइल छड़ा कौन मझे रेडी रेडी करदे पड़ी संध्या देवाई संध्या दे सारी पुणी कली कौन कौच छींक थंडा थंडा धरला गोटे दिन स्विमिंग न तो थंडा कौन एमती धरले काढ़ा तो काढ़ा पिया फैन लगे एसी लगे गरम हो गला फैन सेठी स्विच टाइम ये 30 मिनिट पर हम हो गले काढ़ी दे फ्रिज रे पुणी घंटा रखिया घंटा रखिले से ठंडा हेले पुणी काढ़ खाए देखिए कौन हो फास्ट टाइम तो कर देखिए कौन हो से हवा भितर माँ को लगे सुजी हलुआ टे करदे से रुटी मारिक खाए आपको काली देखेबी सेटा हो सारे फ्रिज रे रहिबो घंटे 1.5 घंटा तापर आपको काली काटिकी देखेबी केमती है सकाल फ्रिज रे सारा बाहर ठंडा हम तो फ्रिज रे घंटे रहिबो तापर जाई सब खाइया न नहीं बाहर बना उधर मत सिझिलो भले गई मत तो कल सकाल मोर आइला सिझी नहीं गेला 1 मिनिट रे गुड मॉर्निंग सांग मैंने तो मुझे आपको जमती देखी राति काली करके रखी सेटा जो डिजर्टा फ्रिज रे रखी थी तो सेटा को आपण देखेबी टी आम ग्रीन टी हरिका पी देकी तो आपण को देखो जेटा केमती कौन है देखो ମୁଁ କିଆ ଲୋକ ଯେମିତି ନା ସବୁଦିନ ସବୁବେଳେ ତ ତମେ ତ ଦଉଛ ରୋଜ ଦବ ଆଉ দুটো দানাটা আমার ছোনাটা নটা হেলেন तो चलते देखिए जोड़ा राति खाली करी फ्रिज रे रख दे पूरा केक देखो कि सॉफ्ट है देखो बहुत बढ़िया लगे टेस्ट तुम टेस्ट लगुनि बाबा देखो केते सॉफ्ट है बहुत बढ़िया टेस्ट लगे धरू धरू भागी जाऊ तुम एमती देखो भल लगे ना खाई कौन लगे भल लगे ना मीठा ठीक ठाक अच्छे ना मीठा ठीक ठाक अच्छे ना पूरा सॉफ्ट हो ना एमती काटिकी पीस पीस करके रखीदेली बाहर फ्रिज रे रखिदेवी जो खाइबे रखीदे जो खाया कथा खाइबे रही बाय जय जगन्नाथ रही बाय जय जगन्नाथ पुणी देखा नेक्स्ट ब्लॉग रे।